ସାମ୍ବାଦିକତା କି ଟିଆରପି ଖେଳ ଗରିବଙ୍କ ଖବର କାହିଁକି ହେଉନାହିଁ ଭାଇରାଲ। ତ ନମସ୍କାର ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓରେ ଆମେ ଏକ ବଡ଼ ପ୍ରଶ୍ନ ଉଠାଇବାକୁ ଯାଉଛୁ। ଆଜିର ସାମ୍ବାଦିକତା ସତରେ ସତ୍ୟ ପାଇଁ କାମ କରୁଛି କି ନା କି କେବଳ ଟିଆରପି ଓ ଭ୍ୟୁଜ୍ ପାଇଁ ଖବର ବନାଉଛି। ତ ନେତାଙ୍କୁ ପଚରା ଯାଉନାହିଁ କାହିଁକି ଦେଶରେ ବହୁତ ପ୍ରତିଶ୍ରୁତି ଦିଆଯାଏ, ଯେମିତିକି ଚାକିରି ମିଳିବ, ଦର ହ୍ରାସ ହେବ, ଗରିବଙ୍କ ସମସ୍ୟା ସମାଧାନ ହେବ। କିନ୍ତୁ ଏଇଠାରେ ଗୋଟିଏ ପ୍ରଶ୍ନ ହେଉଛି ଯେ ସାମ୍ବାଦିକମାନେ କେବେ ସିଧାସଳଖ ପଚାରନ୍ତି କି ଆପଣ କହିଥିଲେ କାମ କଲେନି କାହିଁକି? ବହୁତ ସମୟରେ ଦେଖାଯାଏ କଠିନ ପ୍ରଶ୍ନ ନୁହେଁ, କେବଳ ହସି ମଜାର ଆଲୋଚନା। ତ ସେଲିବ୍ରିଟି ଇଣ୍ଟରଭ୍ୟୁ ବନାମ ଗରିବଙ୍କର ସମସ୍ୟା। ଏକପଟେ ଗରିବ ଲୋକ ଦିନକୁ ଦିନ ସମସ୍ୟାରେ ପଡ଼ୁଛନ୍ତି, ଯେମିତିକି ବେକାରୀ, ଦାମ ବୃଦ୍ଧି, ଚାଷୀଙ୍କ ଅବ୍ୟବସ୍ଥା। କିନ୍ତୁ ଟିଭି ଖୋଲିଲେ କ'ଣ ଦେଖାଯାଏ? ନା ହିରୋଇନ୍ ମାନଙ୍କର ଡ୍ରେସ୍, ଚପଲ, ମେକଅପ୍, କିଏ କ'ଣ ପିନ୍ଧିଲେ, କେଉଁଠି ଗଲେ, ଏହିସବୁ ହେଉଛି ମୁଖ୍ୟ ଖବର। ସମାଜ ପାଇଁ ଏହା କେତେ ଦରକାରୀ? ତୃତୀୟରେ ଆମେ ଆସିଯିବା ଟିଆରପି ଭଏସ୍ ଭ୍ୟୁର ଖେଳ, ଯାହାକି ଆଜିର ମିଡ଼ିଆରେ ଟିଆରପି ଓ ଭ୍ୟୁଜ୍ ବଡ଼ ଫ୍ୟାକ୍ଟ୍ରି। ଯେଉଁଠି ଭାବନା, ବିବାଦ ଓ ଗ୍ଲାମର ଅଛି, ସେଇଠି ଭ୍ୟୁଜ୍ ଅଧିକ। କିନ୍ତୁ ଏଠି ସତ୍ୟ ଓ ଗରିବଙ୍କ ଦୁଃଖରେ ଟିଆରପି ନାହିଁ। ତେଣୁ ଅନେକ ସମୟରେ ମୁଖ୍ୟ ସମସ୍ୟା ଛାୟାରେ ରହିଯାଏ। ତ ଦର୍ଶକମାନେ ବି ଦାୟୀ କି? ଏଠି ଆମେ ମଧ୍ୟ ଚିନ୍ତା କରିବା ଦରକାର, ଆମେ କେଉଁ ପ୍ରକାର ଖବର ଦେଖୁଛୁ, ଯାହାକି ଗମ୍ଭୀର ଚର୍ଚ୍ଚା ନା କି ମନୋରଞ୍ଜନ। ଦର୍ଶକ ଯଦି ସଚେତନ ହେବେ, ମିଡ଼ିଆ ବି ଦିଗ ବଦଳାଇ ଦେବେ। ସମାଧାନ କ'ଣ? ସାମ୍ବାଦିକମାନେ ନିର୍ଭୟ ହେବା ଦରକାର, ଯାହାକି ନେତାଙ୍କୁ ସିଧା ପ୍ରଶ୍ନ, ଗରିବ ଓ ସାଧାରଣ ଲୋକଙ୍କ ସମସ୍ୟାକୁ ମୁଖ୍ୟ ଖବର କରାଯିବା ଦରକାର। ଦର୍ଶକମାନେ ସଚେତନ ହେବା ଦରକାର। ସତ୍ୟ ସାମ୍ବାଦିକତା ହେଉଛି ଲୋକଙ୍କ ପାଇଁ ଲଢ଼େଇ, କାରଣ ସାମ୍ବାଦିକଙ୍କୁ ଆମେ ଏ ସମାଜର ଚତୁର୍ଥ ସ୍ତମ୍ଭ ବୋଲି ମନାଯାଏ। ଆପଣଙ୍କ ମତ କ'ଣ? ଆଜିର ମିଡ଼ିଆ ସତରେ ନିଷ୍ପକ୍ଷ କି? କମେଣ୍ଟ କରି ଆପଣଙ୍କ ମତ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଓ ସେୟାର କରନ୍ତୁ। ରହୁଛୁ, ନମସ୍କାର।